ହସ୍ତମୈଥୁନର ଫାଇଦା। ଏତେ ସାରା ବେନିଫିଟ୍ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବାକୁ ବାଧ୍ୟ ହେବେ। ହସ୍ତମୈଥୁନ କରିବାରେ ରହିଛି ଅନେକ ଫାଇଦା। ରିସର୍ଚ୍ଚ ପରେ ଅଣ୍ଡକୋଷକୁ ନେଇ ହେଲା ବଡ଼ ଖୁଲାସା। ବିଜ୍ଞାନ ଏଣିକି ସେକ୍ସ ଓ ହସ୍ତମୈଥୁନର ଏକ ନୂତନ ବାହାନା ରଖିବାର ସୁଯୋଗ ପ୍ରଦାନ କରିଛି। ସ୍ୱାସ୍ଥ୍ୟ ଏବଂ ବିଜ୍ଞାନର ଦ୍ୱାହି ଦେଇ ଏଣିକି ସେକ୍ସ ଓ ହସ୍ତମୈଥୁନର ସୁଯୋଗ ପାଇପାରିବେ। ଏକ ବୈଜ୍ଞାନିକ ପରୀକ୍ଷଣ ଦ୍ୱାରା ଏହା ସ୍ପଷ୍ଟ ହୋଇଛି କି ସେକ୍ସ, ହସ୍ତମୈଥୁନ କିମ୍ବା ଶୋଇବାର ସମୟରେ ଶରୀରରୁ ବୀଜ ବାହାରିବାରେ ଆମକୁ ଅଣ୍ଡକୋଷ କ୍ୟାନ୍ସରରୁ ରକ୍ଷା କରିଥାଏ। 2016ରେ କରାଯାଇଥିବା ପରୀକ୍ଷଣ ଅନୁଯାୟୀ ବୀର୍ଯ୍ୟକ୍ଷରଣ ଦ୍ୱାରା ଅଣ୍ଡକୋଷ କ୍ୟାନ୍ସରର ସମ୍ଭାବନା କମିଯାଇଥାଏ। 1992ରୁ 2010 ମଧ୍ୟରେ 32,000 ଲୋକଙ୍କୁ ନେଇ ଏହି ପରୀକ୍ଷଣ କରାଯାଇଥିଲା। 2016ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ 20 ବର୍ଷୀୟ ପୁରୁଷ ମାସିକରେ 21 ଥର ବୀର୍ଯ୍ୟକ୍ଷରଣ କରୁଥିଲେ ସେମାନଙ୍କର ଅଣ୍ଡକୋଷ କ୍ୟାନ୍ସର ସମ୍ଭାବନା 19% ହ୍ରାସ ପାଇଥାଏ, ଯେତେବେଳେ କି 7 ଥରରୁ କମ୍ ବୀର୍ଯ୍ୟକ୍ଷରଣ କରୁଥିବା ଲୋକଙ୍କ ନିକଟରେ ଏହି ସମ୍ଭାବନା ଅଧିକ ରହିଥାଏ। 40 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏହା ଆହୁରି ଅଧିକ ଲାଭଦାୟକ। ନିୟମିତ ବୀର୍ଯ୍ୟକ୍ଷରଣ କରୁଥିବା 40 ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ଅଣ୍ଡକୋଷ କ୍ୟାନ୍ସରର ସମ୍ଭାବନା 22% କମ୍ ରହିଥାଏ। ବୟସ୍କ ବ୍ୟକ୍ତିଙ୍କ ପାଇଁ ସୁରକ୍ଷିତ ସେକ୍ସ ବୀର୍ଯ୍ୟକ୍ଷରଣ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏପରି କରିବା ଦ୍ୱାରା ଅଣ୍ଡକୋଷ କ୍ୟାନ୍ସର ସମ୍ଭାବନା ହ୍ରାସ ପାଇଥାଏ ବୋଲି ପ୍ରକାଶ କରିଛନ୍ତି ଜେନିଫର ରାଇଡର। ସେହିପରି ଏକ ଅଷ୍ଟ୍ରେଲିଆନ୍ ପରୀକ୍ଷଣରୁ ମିଳିଥିବା ତଥ୍ୟ ଅନୁଯାୟୀ ସପ୍ତାହକୁ 2.3 ଥର ହାରାହାରି ବୀର୍ଯ୍ୟକ୍ଷରଣ ହେଉଥିଲେ 70 ବର୍ଷ ପୂର୍ବରୁ ଅଣ୍ଡକୋଷ କ୍ୟାନ୍ସରର ସମ୍ଭାବନା ବଢ଼ିଯାଇଥାଏ। ମାତ୍ର ଯଦି 4.6 ଥରରୁ 7 ଥର ବୀର୍ଯ୍ୟକ୍ଷରଣ ହୋଇଥାଏ ତାହେଲେ ଏହି ସମ୍ଭାବନା 36% ହ୍ରାସ ପାଇଥାଏ। ମାତ୍ର ଯଦି 4.6ରୁ 7 ଥର ବୀର୍ଯ୍ୟକ୍ଷରଣ ହେଉଥାଏ ତାହେଲେ ଏହି ସମ୍ଭାବନା 36% ହ୍ରାସ ପାଇଥାଏ। 2,338 ଜଣ ଲୋକଙ୍କୁ ନେଇ ଏହି ପରୀକ୍ଷଣ କରାଯାଇଥିଲା। ଅଣ୍ଡକୋଷ କ୍ୟାନ୍ସର ଓ ବୀର୍ଯ୍ୟକ୍ଷରଣ ମଧ୍ୟରେ ସମ୍ପର୍କ ରହିଥିଲେ ହେଁ ଏହି ଦୁଇଟି ଜିନିଷ କେମିତି ଜଡ଼ିତ ତାହାର କୌଣସି ବୈଜ୍ଞାନିକ କାରଣ ଜାଣିବାରେ ସଫଳ ହୋଇନାହାନ୍ତି। ତେବେ ବୈଜ୍ଞାନିକମାନେ ଆହୁରି ଏକ ସୂଚନା ପ୍ରକାଶ କରିଛନ୍ତି କି ଯେଉଁମାନେ ମାସକୁ 2ରୁ 3 ଥର ସେକ୍ସ ବା ହସ୍ତମୈଥୁନ କରନ୍ତି ସେମାନଙ୍କର ଅଧିକ ଶାରୀରିକ ସମସ୍ୟା ଦେଖା ହେବାର ସମ୍ଭାବନା